এপারির বন্ধু মোর সে পারির বন্ধু, পরাণর বন্ধু মোর তুমি কৃপা সিন্ধু। এপারির বন্ধু মোর সে পারির বন্ধু, পরাণর বন্ধু মোর প্রভু কৃপা সিন্ধু। জয় জগন্নাথ। সেই জগନ୍ନାଥଙ୍କର ଚରଣ କମଳକୁ ପାଥେୟ କରି କେହି କେହି କୁହନ୍ତି ପ୍ରଭୁଙ୍କର ପାଦ ନାହିଁ। ଯଦି ପାଦ ନାହିଁ ସେ ବଳିକୁ କେଉଁ ପାଦରେ ଚାପିଥିଲେ? ସେ ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ଯେଉଁ ତାଙ୍କର ଦ୍ୱିପାଦ ଭୂମି ଭିତରେ ସୀମିତ କରିଥିଲେ, ତାହେଲେ ତାଙ୍କର ପାଦ ନାହିଁ, କୋଉଠୁ ଆସିଲା ସେ ପାଦ? ଅଦୃଶ୍ୟ ପାଦ, ଅଦୃଶ୍ୟ ହାତ। କାହିଁକିନା ଜଗତକୁ ଜଡ଼େଇ ରଖିଛନ୍ତି ସେ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କର ହାତ। ସେ ପାଦ ସମସ୍ତ ଚରାଚର ବିଶ୍ୱ ତାଙ୍କର ପାଦକୁ। ଆମର ଆଖି ତ ଅଳ୍ପ ଜାଗା ଦେଖିପାରୁଛି। ବିଶ୍ୱ ବ୍ରହ୍ମାଣ୍ଡ ଯାହାର ଗୋଟିଏ ଗୋଟିଏ ଲୋମ ମୂଳରେ ଅବସ୍ଥିତ, ତାହେଲେ ସେ ପ୍ରଭୁଙ୍କର ମହିମା କୃପା କ'ଣ? ଆଜି ଆମେ ବଞ୍ଚିଛେ, ହୁଏତ କାଲି ସକାଳେ ନଥିବା। ତେଣୁ ତା ଭିତରେ ଆମେ ପ୍ରଭୁଙ୍କର ଶରଣାପନ୍ନ ହୋଇ, ଗୁରୁଙ୍କର ଶରଣାପନ୍ନ ହୋଇ, ଗୁରୁଙ୍କର ପ୍ରଦତ୍ତ ମନ୍ତ୍ରକୁ ପାଥେୟ କରି ସେ ପ୍ରେମ ଭକ୍ତି, ସେ ତତ୍ତ୍ୱ, ଏସବୁ ବିଷୟରେ ଜାଣିବା ଦରକାର। ଖାଲି ମନଗଢ଼ାଣିଆ କାହାଣୀ ଭିତରେ ଦେଇ ନ ରହି, ପ୍ରଭୁ ଆସିଥିଲେ, କେଉଁ କେଉଁ ସବୁ ଲୀଳା କରିଥିଲେ ପ୍ରଭୁ ଆସିଥିଲେ, କାହିଁକି ନା ପ୍ରଭୁଙ୍କର ଲୀଳା। କେହି କେହି କୁହନ୍ତି ପ୍ରଭୁଙ୍କର ଲୀଳା ଶ୍ରବଣ କଲେ କ'ଣ ହେବ? ନାସ୍ତିକ କେତେ ଜଣ ଥାନ୍ତି। ପ୍ରଭୁଙ୍କର ଲୀଳା ଶ୍ରବଣ କଲେ ମଦ ପିଲେ ଯେମିତି ମଦର ଭାବ ମଦୁଆ ହିଁ ଜାଣେ, ସେଇଭଳି ଭାବରେ ପ୍ରଭୁଙ୍କର ନାମ ରସକୁ ଯିଏ ପାନ କରେ ସେ ହିଁ ଜାଣେ ସେ ନାମ ରସର ମହତ୍ଵ କ'ଣ। ଆଜି ଯଦି ଆମେ ବଞ୍ଚିଛେ ସେ ପ୍ରଭୁଙ୍କର କୃପାରେ, ସେ ଯେଉଁ ଶକ୍ତି, ଯେଉଁ ଶକ୍ତିଟି, ଯେଉଁ ସତ୍ତାଟି ଆମକୁ ଜଗେଇ ଉଠେଇଛି, ତାହାକୁ ଆମେ ଆକାର ସ୍ୱରୂପ ଦେଇ ଦେଉଛେ। କେହି କେହି ତାକୁ ନିରାକାର ସ୍ୱରୂପ ବି ଦେଉଛନ୍ତି। ନିରାକାର ପରମ ବ୍ରହ୍ମ ସେଇ ପ୍ରଭୁ ହେଉଛନ୍ତି ଓଙ୍କାର ନାଦ ଯେଉଁଠୁ ଆସୁଛି, ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଶୂନ୍ୟ ମଧ୍ୟ ଜ୍ୟୋତିର୍ବ୍ରହ୍ମ। ସେ ବ୍ରହ୍ମ ସ୍ୱରୂପ ପ୍ରଭୁ ବେଳେବେଳେ ସାକାର ସ୍ୱରୂପ ନେଇକରି ଆସନ୍ତି। ଏ ଧରାଧାମରେ ଲୀଳା କରନ୍ତି, ଭକ୍ତଙ୍କ ସହିତ ଲୀଳା ଖେଳା କରନ୍ତି, ଆନନ୍ଦ ଉତ୍ସବ ମନାନ୍ତି। ତାପରେ ତାଙ୍କର ସେ ଯେଉଁ ପାପି ତାପୀମାନଙ୍କୁ ଉଦ୍ଧାର କରିବା ପାଇଁ, ପାପୀମାନଙ୍କୁ ବି ଉଦ୍ଧାର କରନ୍ତି, ତପୀମାନଙ୍କୁ ବି ଉଦ୍ଧାର କରନ୍ତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।